ପିଅନଗୁଡାଙ୍କୁ ଚା ପାଣି ବୋଇବେ ମାନେ ଇଏ କରିବେ ଯୋଉ ହବ ସାର୍ ଏଇଆ ହବ ଯଦି ଗୋଟେ ଷ୍ଟାଫ 36 ବର୍ଷ ଗୋଟେ ବ୍ରାଞ୍ଚ ରେ କାମ କରିବ ସାର୍ ଏଠି ସୁଇପର ପର୍ଯ୍ୟନ୍ତ କାମ କରିବ ସେଟା ବଡ କଥା କିଛି ନୁହେଁ। ରଶ୍ମି ସୁତାର ତାର ସାର୍ ଆପଣ ମାନେ କଣ ଅଡିଟ୍ କରୁଛନ୍ତି କଣ ଜାଣିଛନ୍ତି ମୁଁ ଜାଣିନି ଆପଣଙ୍କର ସାର୍କୁଲେସନ କଣ ଅଛି ମୁଁ ତ ଜାଣିନି ସାର୍ ଜଣେ 36 ବର୍ଷର ଯଦି ଆକାଉଣ୍ଟାଣ୍ଟ ଗୋଟେ ବ୍ୟାଙ୍କ ରେ ରହିକି କାମ କରିବ ସେଠି ସୁଇପର କଣ ଚପର ବି ଆସିକି ଆପଣଙ୍କ ଟେବୁଲ ଉପରେ ବ୍ରାଞ୍ଚ ମ୍ୟାନେଜର ଟେବୁଲରେ ସାର୍ ବସିଯିବ। କାରଣ ଆପଣଙ୍କର ସିଷ୍ଟମ ରେ ଯୋଉମାନେ ଅଡିଟ୍ ରିପୋର୍ଟ ଆସୁଛନ୍ତି ଏଆର ସେଦିନ ଆସିଥିଲେ ମୁଁ ତାଙ୍କୁ ପଚାରିଲି ଆମେ ତ ସାଧାରଣ ଲୋକ ନା ଆଜି ସାଧାରଣ ଲୋକ ହିସାବରେ ସାର୍ କହୁଛୁ ଆପଣଙ୍କର ବ୍ୟାଙ୍କ ରୁଲ କଣ ଅଛି ତ ଆମେ ଜାଣିନୁ 3 ବର୍ଷ ଆମେ ଜାଣିଛୁ 3 ବର୍ଷ ପରେ ଗୋଟେ ଷ୍ଟାଫ ଟ୍ରାନ୍ସଫର ହୁଏ କିନ୍ତୁ 36 ବର୍ଷ ଜଣେ ରହିଗଲା ପରେ ସିଷ୍ଟମ ତ ବିଗିଡିବ ସାର୍ ଏଟା ସ୍ୱାଭାବିକ କଥା। ସାର୍ ନମସ୍କାର ସାମ୍ବାଦିକ ଲତି ବୋଝା କହୁଥିଲି ସାର୍ ଅନନ୍ତ ସାର୍ କହୁଛନ୍ତି ଅନନ୍ତ ସାମଲ ସାର୍ କହୁଛନ୍ତି ସାର୍ ମୁଁ ବର୍ତ୍ତମାନ ବିଞ୍ଝାରପୁର ସିସିବି ବ୍ୟାଙ୍କ ରେ ସାର୍ ବସିଛି ସାର୍ ସିସିବି ରେ ବସିଛି ସାର୍ ସାର୍ ଆପଣଙ୍କର ସେମିତି କିଛି ଆଜ୍ଞା ସାର୍ ସେମିତି କିଛି ନିୟମ ଅଛି କି ଆପଣଙ୍କର ପିଅନ ଶ୍ରେଣୀର ଲୋକ ଲୋନ ସାଂସନ ରୁମ ରେ ବସିକି ଲୋନ କାମ ସାଂସନ କାମ କରିପାରିବ? ନକରିବା ତ ସିଏ ତ ପିଅନ ନା। ଆଜ୍ଞା ସାର୍ ମୁଁ ସାର୍ ମ୍ୟାନେଜରଙ୍କ ପାଖରେ ସାର୍ ବସିଛି ସାର୍ ମୁଁ କଥା ସାଇନିଂ ପାୱାର ତ ନାହିଁ ସେ କରିବ କେମିତି? ତ ସାର୍ ବସିକି ସେ କେମିତି କରୁଛନ୍ତି କାମ? କିଏ ସେ କଥା କୁହନ୍ତୁ ସାର୍ ନିଅନ୍ତୁ ମ୍ୟାନେଜରଙ୍କୁ ଦଉଛି ନିଅନ୍ତୁ। ସାର୍ ନମସ୍କାର ସାର୍ ଆମର ଏଠି ସାର୍ ପିଅନ ନାହିଁ ସାର୍ ଆମର ଦିଦି ଅଛି ସିଏ ଅଛି ଏକାଉଣ୍ଟ ସହିତ ସିଏ ଲୋନ ସୁପରଭାଇଜର ଚାର୍ଜରେ ଅଛନ୍ତି ଆଉ ସେଇଠି 4 ଜଣ ପିଅନକୁ ନେଇକି କାମ କରୁଛି ମୁଁ ସେ ବ୍ରାଞ୍ଚ ଆଉ କେହି ନାହାନ୍ତି ତ 4 ଜଣ ପିଅନ କିଏ କିଏ ସେଗୁରା? ସାର୍ 2 ଜଣ ଅଛନ୍ତି ଆମର ଏବେ ହେଇଛନ୍ତି ତାଙ୍କର ପରମାନେଣ୍ଟ ହେଲେ ଆଉ ସାର୍ 4 ଜଣ ପିଅନ ସାର୍ ଅଛନ୍ତି ଆମର ଏଇଠି ବ୍ରାଞ୍ଚରେ। 4 ଜଣ କାହିଁ ଅଛନ୍ତି? ଅଛନ୍ତି ସାର୍ ମତେ ବହୁତ କହିଲେନି ସାର୍ 4 ଜଣ ପିଅନ ଅଛନ୍ତି ନେଇକି ଚଳୁଛି ଆଉ ଷ୍ଟାଫ୍ ହେଇନି ଆସିନାହାନ୍ତି। 4ଟା ପିଅନ କାହିଁ ଅଛନ୍ତି? କିଏ ସେଇଟା? ସାର୍ ଅଛନ୍ତି କାର୍ତ୍ତିକ ଚନ୍ଦ୍ର ନାୟକ। ଶୁଣ ତମ ଇଏ କିଏ ଆକାଉଣ୍ଟାଣ୍ଟ କିଏ? ସାର୍ ଦିଦି ଅଛନ୍ତି ଆମର ରଶ୍ମି ସୁତାର। କୁହନ୍ତୁ କରିବେ ସେ କାମ? ସେ କରୁଛନ୍ତି ସାର୍ ସେ କରୁଛନ୍ତି ସେ ସବୁ କିଛି କରୁଛନ୍ତି ସେ ଆକାଉଣ୍ଟ ସହିତ ସାର୍ ଅଛନ୍ତି ସେ ସୁପରଭାଇଜର 2 ଜଣ ଅଛନ୍ତି ସାର୍ ଆକାଉଣ୍ଟ ସହିତ ସେ ଚାର୍ଜ ଅଛନ୍ତି କରିବ ତ କାମ କରିବେ କହିଲେ ଏତେ କଥା କଣ ସାର୍ ସେ କାମ କରୁଛନ୍ତି ସାର୍ ପିଅନ ଗୁଡା କହୁନୁ କାଗଜ ପତ୍ର ଉଠିବ ଖାଲି ସାର୍ ସେ କରୁଛନ୍ତି ଆପଣ ସାର୍ ଏଇଆ ସାର୍ ଲୋକଙ୍କ କଥା ସାର୍ ଶୁଣିବେନି ସାର୍ ସାର୍ ବେକାର ଏଇ କଥା କିଛି ନୁହଁ ସେ ଆସୁଛନ୍ତି ଆମର ଦିଦି ଚାର୍ଜ ଅଛନ୍ତି ଅଛନ୍ତି ସୁଜିତ ବାରିକ ସେ ଅଛି ସେ ସାର୍ ଇଏ ସାର୍ ବସୁଛନ୍ତି ସଭାପତି କହୁଛନ୍ତି ଆଉ ଗୋଟେ ଆରଟିଆଇ ମାଗିଛନ୍ତି ଆସିଛନ୍ତି ତ ମୁଁ ସେ ସାର୍ ଗୋଟେ ସାମ୍ବାଦିକ ଏଇ ଲୋକାଲ ସାମ୍ବାଦିକ ହଁ ଆଉ ଆରଟିଆଇ ନେଇକି ଆସିଛନ୍ତି। ରଖିଦିଅ ଆରଟିଆଇ ଫାଟିଆ ମତେ ଦେଖା ମୁଁ ତମକୁ କହିଛି ଆଜ୍ଞା ପିଅନ କାହିଁ କରିବନି ଲୋକ ନା ସାର୍ କମନି ସାର୍ ଆଜ୍ଞା ସାର୍ କୋଉ ଆକାଉଣ୍ଟ କାମ କରିବ ସାର୍ ଆଜ୍ଞା ହେଲା ସାର୍ 1 ସେକେଣ୍ଡ ସାର୍ ସାର୍ ହଁ ସାର୍ ଆମେ ସାର୍ ମାମୁଲି ଲୋକ ସାର୍ ଆମେ ସେଥିପାଇଁ କିଛି ଅବଜେକ୍ସନ ନାହିଁ ସାର୍ ଯାହା ଏଭିଡେନ୍ସ ଅଛି ମୁଁ ସାର୍ ସବମିଟ୍ କରିବି। ସାର୍ ଶୁଣନ୍ତୁ ଆପଣଙ୍କ ଜାଗାରେ ଆମେ ବସିଛୁ ଆପଣ ଯାହା ବିହେଭ୍ କରିବେ ଆପଣଙ୍କ ଷ୍ଟାଫ୍ ଯାହା ବିହେଭ୍ କରିବେ ନୋ ଅବଜେକ୍ସନ ସାର୍ ଦ୍ୟାଟ୍ ସାର୍ ସାର୍ ସିଏ କହିଲେ ଇଆଡୁ କଥା ଆପଣ ଶୁଣିବେନି ସାର୍ ଶୁଣନ୍ତୁ ମୁଁ ଶୁଣୁଛି ମୁଁ ତାଙ୍କ ଆଗରେ ବସିଛି ୱେ ଟୁ ତାଙ୍କର ଟକିଂ ଡିସିପ୍ଲିନ ସାର୍ ଡିସିପ୍ଲିନ ଇଜ ମୋଷ୍ଟ ଇମ୍ପୋର୍ଟାଣ୍ଟ ଆଣ୍ଡ ୟୁଜଫୁଲ ଇନ୍ ୱାନ୍ସ ଲାଇଫ୍ ସାର୍ ସାର୍ ଦେନ୍ ସାର୍ ଶୁଣନ୍ତୁ ମୁଁ ଆଜ୍ଞା ତାକୁ ପଚାରିବା କଥା ପଚାରିଲି ସେ ତା ସିଚୁଏସନ କହିଲା ମୁଁ ଏଇ ଅଳ୍ପ ଦିନ ଭିତରେ ଯେହେତୁ ଆକ୍ଚୁଆଲି କଣ ମୁଁ ସାର୍ ଗୋଟେ ଶୁଣନ୍ତୁ ରିଟାୟାର୍ଡ ସାର୍ ସତ କଥା କହୁଛି ଆକ୍ଚୁଆଲି ବ୍ୟାଙ୍କରେ ବ୍ୟାଙ୍କିଂ ଆସିଷ୍ଟାଣ୍ଟ ଏତେ କମ ହେଇଯାଇଛନ୍ତି ଏବେ ମାନେ ସିଚୁଏସନ ଆକ୍ଚୁଆଲି ଟିକେ ଖରାପ ଅଛି ତେଣୁକରି ଏଗୁଡା କେହି ସେଠି ରହିବେନି
ସବୁ ମୁଁ ବିଦା କରିଦେବି ମତେ କିଛି ଦିନ ସମୟ ଦିଅନ୍ତୁ କାରଣ ମୁଁ ଗଭର୍ଣ୍ଣମେଣ୍ଟ କୁ ଲେଖିକିରି ଦେଇଛି। ତାପରେ ଆଉ ଗୋଟେ କଥା ସାର୍ ମୁଁ ଗୋଟେ କଥା କହୁଛି ଟିକେ ଶୁଣନ୍ତୁ ମୋ କଥା ସରିଯାଉ ତାପରେ ଆପଣ କହିବେ। ଗଭର୍ଣ୍ଣମେଣ୍ଟ କୁ ଷ୍ଟାଫ୍ ପୋଜିସନ ପାଇଁ ଲେଖିକି ଦେଇଛି ସେମାନେ ଆପ୍ରୁଭାଲ କରି ଯଦି IBPS କୁ ଦେଇ ଦିଅନ୍ତି ଶୀଘ୍ର ଆମର ବହୁତ ଯଦି ଫିଲଅପ୍ ହେଇଗଲା ତାହେଲେ ଏଗୁଡାକୁ ପିଅନ ଗୁଡାକୁ ଚା ପାଣି ବୋଇବେ ନହେଲେ ଇଏ କରିବେ ଯୋଉ ହବ ସାର୍ ଏଇଆ ହବ ଯଦି ଗୋଟେ ଷ୍ଟାଫ୍ 36 ବର୍ଷ ଗୋଟେ ବ୍ରାଞ୍ଚ ରେ କାମ କରିବ ସାର୍ ଏଠି ସୁଇପର ପର୍ଯ୍ୟନ୍ତ କାମ କରିବ ସେଇଟା ବଡ କଥା କିଛି ନୁହେଁ। ରଶ୍ମି ସୁତାର ତାର ସାର୍ ଆପଣ ମାନେ କଣ ଅଡିଟ୍ କରୁଛନ୍ତି କଣ ଜାଣିଛନ୍ତି ମୁଁ ଜାଣିନି ଆପଣଙ୍କର ସାର୍କୁଲେସନ କଣ ଅଛି ମୁଁ ତ ଜାଣିନି ସାର୍ ଜଣେ 36 ବର୍ଷର ଯଦି ଆକାଉଣ୍ଟାଣ୍ଟ ଗୋଟେ ବ୍ୟାଙ୍କ ରେ ରହିକି କାମ କରିବ ସେଠି ସୁଇପର କଣ ଚପର ବି ଆସିକି ଆପଣଙ୍କ ଟେବୁଲ ଉପରେ ବ୍ରାଞ୍ଚ ମ୍ୟାନେଜର ଟେବୁଲରେ ସାର୍ ବସିଯିବ ହେଲେ ଆପଣଙ୍କର ସିଷ୍ଟମ ରେ ଯୋଉମାନେ ଅଡିଟ୍ ରିପୋର୍ଟ ଆସୁଛନ୍ତି ଏଆର ସେଦିନ ଆସିଥିଲେ ମୁଁ ତାଙ୍କୁ ପଚାରିଲି ଆମେ ତ ସାଧାରଣ ଲୋକ ନା ଆଜି ସାଧାରଣ ଲୋକ ହିସାବରେ ସାର୍ କହୁଛୁ ଆପଣଙ୍କର ବ୍ୟାଙ୍କ ରୁଲ କଣ ଅଛି ତ ଆମେ ଜାଣିନୁ 3 ବର୍ଷ ଆମେ ଜାଣିଛୁ 3 ବର୍ଷ ପରେ ଗୋଟେ ଷ୍ଟାଫ୍ ଟ୍ରାନ୍ସଫର ହୁଏ କିନ୍ତୁ 36 ବର୍ଷ ଜଣେ ରହିଗଲା ପରେ ସିଷ୍ଟମ ତ ବିଗିଡିବ ସାର୍ ଏଟା ସ୍ୱାଭାବିକ କଥା। ସାର୍ ଆସ୍ତେ କେମିତି ସାର୍ ଆପଣ କୁହନ୍ତୁ ସାର୍ ଗୋଟିଏ ଜାଗାରେ ଯଦି ମୁଁ ଏବେ ପ୍ରୋସେସରେ ଅଛି ଏଷ୍ଟାବ୍ଲିଶମେଣ୍ଟ ସବୁ ଆଉଲେ ସଲ୍ଭ ହେଇଗଲେ ପ୍ରୋବ୍ଲେମ ସବୁ ଚେଞ୍ଜ କରିଛି ଆମର ଜମା ବ୍ୟସ୍ତ ହେଲେ ମତେ ଟିକେ ସମୟ ଦିନ ପରେ ଦେଖିଲେ ସବୁ କରିଛେ। ନାଇଁ ସାର୍ ଦୁର୍ନୀତି ହବ ସାର୍ ଦୁର୍ନୀତି ବି ହଉଛି ମୋ କତିରେ ବି ସାର୍ ଏଠି ବି ଟଙ୍କା ନେଣ ଦେଣର ଫଟୋ ବି ମୋ କତିରେ ଅଛି କେମିତି ସାର୍ ନା ସାର୍ ଶୁଣନ୍ତୁ ଗୋଟେ ଷ୍ଟାଫ୍ ଅଧିକ ଦିନ ରହିଗଲେ କାରଣ ଆପଣଙ୍କର ଯୋଉମାନେ ସିନିୟର ଲେବୁଲରେ ଆପଣ ବି ଯାହାକୁ ପଠଉଛନ୍ତି କି ଯାହା କରୁଛନ୍ତି ସେମାନେ ବି କେମିତି ଅଡିଟ୍ କରିକି କଣ ରିପୋର୍ଟ ଦଉଛନ୍ତି ମୁଁ ସେଇଆ ଭାବୁଛି ଆଶ୍ଚର୍ଯ୍ୟ। ନାଇଁ ଠିକ ଅଛି ଆପଣ ମତେ 2 ଘଣ୍ଟା ଛାଡିଦିଅନ୍ତୁ ଗୁଗୁଲ ଭିତରେ ଅଛି ତାପରେ